ଇଡେନ୍ ଗାର୍ଡେନରେ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବେ ଟିମ୍ ଇଣ୍ଡିଆର 9 ଜଣ ଖେଳାଳି। ତେବେ ସୂଚନା ଅନୁସାରେ ଇଡେନ୍ ଗାର୍ଡେନରେ ନଭେମ୍ବର 14ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯିବ। 6 ବର୍ଷ ପରେ ଭାରତୀୟ ଟିମ୍ ଏଠାରେ ଟେଷ୍ଟ ମ୍ୟାଚ୍ ଖେଳିବ। ବର୍ତ୍ତମାନର ଟିମ୍ ଇଣ୍ଡିଆର କେବଳ କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏଠାରେ ଟେଷ୍ଟ ଖେଳିଛନ୍ତି। ଅନ୍ୟ 12 ଜଣ ଖେଳାଳି ଇଡେନ୍ ଗାର୍ଡେନରେ ମ୍ୟାଚ୍ ଖେଳି ନାହାନ୍ତି। ଏହି 2 ଜଣ ପ୍ରଥମ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ। ଚୂଡ଼ାନ୍ତ ଏକାଦଶର ସ୍ଥାନ ପାଇଥିବା ଅନ୍ୟ 9 ଜଣ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ଖେଳିବେ। ଯେତେଦୂର ସମ୍ଭବ ସମ୍ଭାବ୍ୟ ଏକାଦଶରେ ଯଶସ୍ୱୀ ଜୟସ୍ୱାଲ, ସାଇ ସୁଦର୍ଶନ, ସୁମନ ଗିଲ୍, ରିଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ସ୍ଥାନ ପାଇବେ। ଯଦି ଏମାନଙ୍କ ବ୍ୟତୀତ ଅନ୍ୟ କିଏ ଖେଳାଳି ଖେଳିବେ ତାହା ମଧ୍ୟ ସେମାନଙ୍କ ପ୍ରଥମ ମ୍ୟାଚ୍ ହେବ। ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ର ସ୍ଥିତି ମଜବୁତ କରିବାକୁ ହେଲେ ଭାରତକୁ ଏହି ସିରିଜରେ ବିଜୟ ହାସଲ କରିବାକୁ ପଡ଼ିବ। ଘରୋଇ ପରିବେଶରେ ଟିମ୍ ଇଣ୍ଡିଆ ପଲ୍ଲା ଭାରୀ ରହିଛି। ଅପରପକ୍ଷରେ ଟେମ୍ବା ଭାବୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା କୌଣସି ଟେଷ୍ଟ ହାରିନି।